ଭାରତର ଅନ୍ତରୀକ୍ଷ ଅଭିଯାନ ଏବେ କେବଳ ସ୍ମାର୍ଟ ଏବଂ ଦ୍ରୁତ ହେଉଛି ତାହା ନୁହେଁ, ବରଂ ଆତ୍ମନିର୍ଭର ମଧ୍ୟ ହେଉଛି। ଏହା ପଛର କାରଣ ହେଉଛି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ। ମିଶନର ଯୋଜନାଠାରୁ ଆରମ୍ଭ କରି ଅନ୍ତରୀକ୍ଷରେ ଦିଗ ନିର୍ଣ୍ଣୟ କରିବା ପର୍ଯ୍ୟନ୍ତ ଏଆଇ ଏବେ ଇସ୍ରୋର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଯେଉଁଠି ପ୍ରଥମେ ସମସ୍ତ ନିର୍ଦ୍ଦେଶ ପୃଥିବୀ ପୃଷ୍ଠରୁ ପ୍ରେରଣ କରାଯାଉଥିଲା, ସେଠି ଏବେ ଏଆଇର ସାହାଯ୍ୟରେ ଅନ୍ତରୀକ୍ଷଯାନ ନିଜେ ଚିନ୍ତା କରିବା ସହିତ ନିଷ୍ପତ୍ତି ନେବାରେ ସକ୍ଷମ ହେଉଛି। ଏଆଇ ସାଟେଲାଇଟ୍ ରିଅଲ୍ ଟାଇମ୍ରେ ବଡ଼ ବଡ଼ ଡାଟାର ବିଶ୍ଳେଷଣ କରିପାରୁଛି। ବଦଳୁଥିବା ପାଣିପାଗର ସ୍ଥିତି ହେଉ ବା ପ୍ରାକୃତିକ ବିପର୍ଯ୍ୟୟ ଉପରେ ନଜର ରଖିବା ହେଉ କିମ୍ବା ପୃଥିବୀର ପ୍ରାକୃତିକ ସମ୍ବଳର ସଠିକ୍ ଆକଳନ କରିବା, ଏଆଇ ପ୍ରତ୍ୟେକ କାମକୁ ଦ୍ରୁତ ଏବଂ ବିଶ୍ୱାସଯୋଗ୍ୟ ଭାବେ ଉପସ୍ଥାପନ କରିପାରୁଛି। ଚନ୍ଦ୍ରଯାନ ଏବଂ ଆଦିତ୍ୟ L1 ଭଳି ଗୁରୁତ୍ୱପୂର୍ଣ୍ଣ ମିଶନରେ ମଧ୍ୟ ଏଆଇର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଯେଉଁଠାରେ ପୃଥିବୀ ପୃଷ୍ଠରୁ ବାର୍ତ୍ତା ପ୍ରେରଣରେ ବିଳମ୍ବ ହୋଇଥାଏ, ସେଠି ଏଆଇ ପ୍ରଣାଳୀ ନିଜେ ହିଁ ରାସ୍ତା ଖୋଜି ନିଷ୍ପତ୍ତି ନେଇଥାଏ। ସମସ୍ୟାକୁ ଚିହ୍ନଟ କରିବା ସହ ଏହାର ସମାଧାନ କରି ଅନ୍ତରୀକ୍ଷଯାନକୁ ସୁରକ୍ଷିତ ରଖିଥାଏ। ପୃଥିବୀ ପୃଷ୍ଠରେ ମଧ୍ୟ ଏଆଇ ଇସ୍ରୋର କ୍ଷମତା ବୃଦ୍ଧିରେ ବିଶେଷ ଯୋଗଦାନ ଦେଉଛି। ମେସିନ୍ ଲର୍ଣ୍ଣିଂ ସାହାଯ୍ୟରେ ଯାନ୍ତ୍ରିକ ତ୍ରୁଟି ପୂର୍ବରୁ ଅନୁମାନ କରାଯାଇପାରୁଛି, ଯେଉଁଥିରେ ଖର୍ଚ୍ଚ କମ୍ ହୋଇପାରୁଛି ଏବଂ ମିଶନ ପୂରଣର ସମୟ ମଧ୍ୟ କମ୍ ହେଉଛି। ଆଗାମୀ ଗଗନଯାନ ମିଶନରେ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ଅନ୍ତରୀକ୍ଷରେ ପାଦ ରଖିବେ। ସେଠାରେ ସେମାନଙ୍କ ସୁରକ୍ଷା, ଜୀବନ ରକ୍ଷା ପାଇଁ ସହାୟତା ଏବଂ ଆପଦକାଳୀନ ପରିସ୍ଥିତିରେ ଏଆଇର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। ସ୍ୱଦେଶୀ କୌଶଳ ଏବଂ କୃତ୍ରିମ ବୁଦ୍ଧିମତ୍ତା ସହିତ ଭାରତ ଏବେ କେବଳ ଅନ୍ତରୀକ୍ଷ ପର୍ଯ୍ୟନ୍ତ ସୀମିତ ରହିନାହିଁ, ବରଂ ଆଗାମୀ ପିଢ଼ିଙ୍କ ପାଇଁ ଅନ୍ତରୀକ୍ଷ ମିଶନର ମାର୍ଗଦର୍ଶନ ମଧ୍ୟ କରୁଛି।